ଯେଉଁଠି ଅଗ୍ନି ରହେ ସେଇଠି ସୃଷ୍ଟି ଓ ବିନାଶ ଦୁହିଁଙ୍କର ଶକ୍ତି ରହେ। ମେଷ ରାଶିର ଜନ୍ମ ହେଉଛି ଜିତିବା ପାଇଁ, କିନ୍ତୁ ଜ୍ଞାନ ଛଡ଼ା ଶକ୍ତି କେବେ ସଫଳତା ଦିଏନି। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ମେଷ ରାଶି ପାଇଁ ଏହି 2026 ମସିହା ଏପ୍ରିଲ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଫାଇନାନ୍ସ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ବନ୍ଧୁଗଣ, ଏହି ବିଚାର ଜନ୍ମ ରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ମେଷ ରାଶି ଓ ମେଷ ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ଆସନ୍ତୁ ନଜର ପକାଇବା ଗ୍ରହ ଗୋଚର ଉପରେ। ଆପଣଙ୍କର ରାଶିରେ ଶୁକ୍ର ଅବସ୍ଥାନ କରିଛନ୍ତି, ଅର୍ଥାତ୍ ପ୍ରଥମ ଭାବରେ। ତୃତୀୟ ଭାବରେ ବୃହସ୍ପତି 11 ମାର୍ଚ୍ଚ ଠାରୁ ମାର୍ଗୀ ହୋଇ ଅବସ୍ଥାନ କରିଛନ୍ତି। ପଞ୍ଚମରେ ଅଛନ୍ତି କେତୁ, ଏକାଦଶରେ ରାହୁ ସହିତ ବୁଧ ଅଛନ୍ତି, ଦ୍ୱାଦଶରେ ଶନି, ରବି ଏବଂ ଏପ୍ରିଲ 2 ତାରିଖ ଠାରୁ ଦ୍ୱାଦଶରେ ମଙ୍ଗଳ ମଧ୍ୟ ଅବସ୍ଥାନ କରୁଛନ୍ତି। ପ୍ରଥମେ ଦେଖିବା ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିବ। ପ୍ରଥମ ଭାବ, ଲଗ୍ନ ଭାବ, ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଅଧିପତି ହେଲେ ମଙ୍ଗଳ। ଦ୍ୱାଦଶରେ ଏପ୍ରିଲ 2 ତାରିଖ ଠାରୁ ଅବସ୍ଥାନ କରୁଛନ୍ତି। ମଙ୍ଗଳ ମଧ୍ୟ ଆପଣଙ୍କର ରାଶିକୁ ଅଷ୍ଟମ ଭାବର ଅଧିପତି। ମଙ୍ଗଳ ଶନି ଏବଂ ରବିଙ୍କ ସହିତ ରହୁଛନ୍ତି। ଏହି ସଂଯୋଗ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଟିକେ ସାବଧାନ ରହିବାକୁ ସୂଚନା ଦେଉଛି। ଦ୍ୱାଦଶ ଭାବ ହେଉଛି ହସ୍ପିଟାଲର ଭାବ, ଖର୍ଚ୍ଚର ଭାବ, ବ୍ୟୟର ଭାବ, ନିଦ୍ରା ସମସ୍ୟା ତଥା ଲୁଚିଥିବା ରୋଗର ସୂଚନା ଦିଏ। ଯେହେତୁ ଏଠାରେ ଲଗ୍ନପତି ଅଛନ୍ତି, ଫିଜିକାଲ ୱିକନେସ୍ ରହିବ। ଅଧିକ ରାଗ, ଚିଡ଼ିଚିଡ଼ାପଣ ବୃଦ୍ଧି ପାଇପାରେ, ନିଦ୍ରାହୀନତା ଦେଖାଇବ। ଶନିଙ୍କ ସହିତ ମଙ୍ଗଳ ଯୁକ୍ତ ହୋଇଥିବାରୁ ଅଙ୍ଗାରକ ଯୋଗ ସୃଷ୍ଟି କରୁଛି। ଶନି ମେଷ ରାଶି ପାଇଁ ବାଧକ ଗ୍ରହ ଏବଂ ଆପଣଙ୍କର ଶନି 7.5 ଆରମ୍ଭ ହୋଇସାରିଛି। ତେଣୁ ଯନ୍ତ୍ରଣା ଦେଉଥିବା ରୋଗ ପୁଣି ଫେରିପାରେ। ହାଡ଼, ପାଦ, ଜଏଣ୍ଟ ପେନ୍ ସମସ୍ୟା ସୃଷ୍ଟି କରିପାରେ। ବିପି ଅପଡାଉନ୍ ଏହି ମାସର ମୁଖ୍ୟ ସମସ୍ୟା। ହଠାତ୍ ଛୋଟମୋଟ ଖଣ୍ଡିଆ ଖାବରା ମଧ୍ୟ ହୋଇଯାଇପାରେ। ମଙ୍ଗଳ ଅଷ୍ଟମାଧିପତି, ରବିଯୁକ୍ତ ହୋଇ ଦ୍ୱାଦଶରେ। ଏପ୍ରିଲ 14 ପର୍ଯ୍ୟନ୍ତ ମଙ୍ଗଳ ରବିଙ୍କର ସଂଯୋଗ ରହୁଛି। ତେଣୁ ଶରୀରରେ ତାପ ଏବଂ ପିତ୍ତ ବୃଦ୍ଧି କରିପାରେ। ମାସ ଆରମ୍ଭରୁ ଜ୍ୱର, ମୁଣ୍ଡ ବ୍ୟଥା, ଆଖି ସମସ୍ୟା, ଅମ୍ଳପିତ୍ତ, ଗ୍ୟାସ୍ ଏସବୁ ରହିପାରେ। ଅଷ୍ଟମ ଭାବ ହେଉଛି ଆକସ୍ମିକ ଦୁର୍ଘଟଣାର ଭାବ। ଅଷ୍ଟମାଧିପତି ମଙ୍ଗଳ ବ୍ୟୟରେ ଥିବାରୁ ଗାଡ଼ି ମଟର ଯାନବାହନ ଚଳାଚଳରେ ସତର୍କତା ନିହାତି ଆବଶ୍ୟକ। ଲଗ୍ନରେ ଆପଣଙ୍କର ଶୁକ୍ର ଅବସ୍ଥାନ କରିଛନ୍ତି। ଶୁକ୍ର ହେଉଛନ୍ତି ଶୁଭ ଗ୍ରହ, ତେଣୁ ସ୍ୱାସ୍ଥ୍ୟରେ କିଛି ପଜିଟିଭ୍ ଚେଞ୍ଜେସ୍ ଦେଖାଇପାରେ। ବଡ଼ ଅପରେସନ୍ କିମ୍ବା ଗୁରୁତର ରୋଗର ଯୋଗ ଟିକେ କମ୍ ରଖିବ। ଏପ୍ରିଲ 14 ତାରିଖ ଠାରୁ ରବି ରହିବେ ଉଚ୍ଚସ୍ଥ ହୋଇ ମେଷ ରାଶିରେ, ଅର୍ଥାତ୍ ଆପଣଙ୍କର ରାଶିରେ। ହେଲ୍ଥ ରିକଭରି ପାୱାର ଭଲ ରହିବ। ଆପଣଙ୍କ ରାଶିକୁ ବୁଧ ହେଉଛନ୍ତି ଷଷ୍ଠପତି, ରାହୁ ଯୁକ୍ତ ହୋଇକି ଅଛନ୍ତି ଏକାଦଶରେ। ସ୍କିନ୍ ରିଲେଟେଡ୍ ଇସ୍ୟୁ ରହିପାରେ, ଇନଫେକ୍ସନ୍, ଆଲର୍ଜି ରହିପାରେ। ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ଛୋଟମୋଟ ସମସ୍ୟା ହୋଇପାରେ। କାହିଁକିନା ବୁଧ ହେଉଛି ସ୍କିନ୍ର କାରକ ଗ୍ରହ, ରାହୁ ହେଉଛି ସ୍କିନ୍ର ଇନଫେକ୍ସନ୍ର କାରକ ଗ୍ରହ। ଯେଉଁ ମେଷ ରାଶିର ବ୍ୟକ୍ତି ଓଲ୍ଡ ଏଜ୍ରେ ଅଛନ୍ତି, ତାଙ୍କ ପାଇଁ ଆଡ଼ଭାଇସ୍ ରହିବ, ଯଦି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି ତେବେ ନେଗ୍ଲେକ୍ଟ କରନ୍ତୁ ନାହିଁ, ଚେକଅପ୍ରେ ରୁହନ୍ତୁ। ଔଷଧ ନିୟମିତ ଭାବରେ ଖାଆନ୍ତୁ, ତେଲ ମସଲା ଖାଦ୍ୟ ଟିକେ କମ୍ କରନ୍ତୁ, ଅନିଦ୍ରା ହୁଅନ୍ତୁ ନାହିଁ। ସେମିତି ଯେଉଁମାନେ ମିଡ଼ିଲ୍ ଏଜ୍ରେ ଅଛନ୍ତି, ହସ୍ପିଟାଲରେ ଖର୍ଚ୍ଚ ଦେଖାଉଛି, ମାନସିକ ଚାପ ବଢ଼ିବ, ଗ୍ୟାସ୍, ଏସିଡ଼ିଟି, ପେଟ ଯନ୍ତ୍ରଣା ମୁଖ୍ୟ ସମସ୍ୟା ହୋଇପାରେ। ଆଉ ଯେଉଁମାନେ ୟଙ୍ଗ ଅଛନ୍ତି, ଏଗ୍ରେସନ୍ ଅଧିକ ରହିବ, ଚିଡ଼ିଚିଡ଼ାପଣ ବୃଦ୍ଧି ପାଇବ ଏବଂ ଯାନବାହନରେ ସତର୍କତା ନିହାତି ଜରୁରୀ, ନହେଲେ ଦୁର୍ଘଟଣାର ଶିକାର ହୋଇପାରନ୍ତି। ଓଭରଅଲ୍ ଯଦି କହିବି, ଏହି ମାସରେ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟମଠାରୁ ଟିକେ ଦୁର୍ବଳ ରହିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମପତି ରବି ଅଛନ୍ତି ଦ୍ୱାଦଶରେ। ଦ୍ୱାଦଶ ଭାବ ହେଉଛି ବ୍ୟୟର ଭାବ, ଚିନ୍ତାର ଭାବ, ଏକାକିତ୍ୱର ଭାବ, ବିଦେଶ ସମ୍ପର୍କିତ ଭାବକୁ ସୂଚାଏ। ତେଣୁ ଏହି ସମୟରେ ବିଦ୍ୟାର୍ଥୀମାନେ ପାଠପଢ଼ାରେ ଅମନୋଯୋଗୀ ହୋଇପାରନ୍ତି। ବିଶେଷ କରି ଯେଉଁମାନେ ସ୍କୁଲ ଲେବୁଲରେ ଅଛନ୍ତି, ରାତ୍ରିରେ ଅଧିକ ସମୟ ପଢ଼ିବାର ଅଭ୍ୟାସ ବଢ଼ିପାରେ।
ଯେଉଁମାନେ ଫରେନ୍ ଷ୍ଟଡି କିମ୍ବା ଅନଲାଇନ୍ କୋର୍ସ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ସୁଯୋଗ ଖୋଲିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ କ୍ୱିକ୍ ରେଜଲ୍ଟ ନ ମିଳିଲେ ମଧ୍ୟ ବାରମ୍ବାର ଟ୍ରାଏ କରିଲେ ଆଗକୁ ଲାଭ ମିଳିବ। ସେହିପରି ନବମ ଭାବ ହେଉଛି ଉଚ୍ଚଶିକ୍ଷାର ଭାବ। ନବମାଧିପତି ହେଲେ ବୃହସ୍ପତି, ଅଛନ୍ତି ତୃତୀୟରେ ମିଥୁନ ରାଶିରେ। 11 ମାର୍ଚ୍ଚ ଠାରୁ ବୃହସ୍ପତି ମାର୍ଗୀ ଅଛନ୍ତି ଏବଂ ନିଜ ରାଶି ନବମ ଭାବକୁ ମଧ୍ୟ ଦୃଷ୍ଟି ଦେଉଛନ୍ତି। ଏହି ମାସ ଉଚ୍ଚଶିକ୍ଷା ପାଇଁ ଏକ ଶୁଭ ସଂଯୋଗର ମାସ ବୋଲି କୁହାଯାଇପାରେ। ନବମ ଭାବକୁ ବୃହସ୍ପତିଙ୍କର ଦୃଷ୍ଟି ଥିବାରୁ ହାୟର ଷ୍ଟଡି, କମ୍ପିଟେଟିଭ୍ ଏକ୍ଜାମ୍, ପିଜି, ପିଏଚ୍ଡି ପାଇଁ ସକାରାତ୍ମକ ସମୟ ଅଟେ। ସ୍କଲାରସିପ୍, ଫରେନ୍ ଏଜୁକେସନ୍, ଏଣ୍ଟ୍ରାନ୍ସ ଏକ୍ଜାମ୍ରେ ସଫଳତା ମିଳିବ। ବୃହସ୍ପତିଙ୍କର ଶୁଭ ପ୍ରଭାବରୁ ଭଲ ଗାଇଡ୍ ଏବଂ ମେଣ୍ଟର ଆପଣଙ୍କୁ ମିଳିପାରନ୍ତି। ଯେଉଁ ବିଦ୍ୟାର୍ଥୀମାନେ ୟୁପିଏସ୍ସି, ଓପିଏସ୍ସି, ଏସ୍ଏସ୍ସି, ନିଟ୍, ଜେଇ, ନେଟ୍ ପ୍ରିପେୟାର ହେଉଛନ୍ତି ଏହି ମାସରେ ଧୈର୍ଯ୍ୟ ଏବଂ କଣ୍ଟିନ୍ୟୁଅସ୍ଲି ପାଠପଢ଼ା ସହିତ ଟଚ୍ ରଖିଲେ ନିଶ୍ଚୟ ଭଲ ରେଜଲ୍ଟ ମିଳିବ। ବୃହସ୍ପତି ତୃତୀୟ ଭାବରେ ଅଛନ୍ତି। ତୃତୀୟ ଭାବ ହେଉଛି ହାର୍ଡ଼ୱାର୍କର ଭାବ, ସାହସର ଭାବ, କମ୍ୟୁନିକେସନର ଭାବ, ଚେଷ୍ଟାର ଭାବ। ତେଣୁ ସେଲ୍ଫ ଷ୍ଟଡିରେ ଉନ୍ନତି ହେବ। ରାଇଟିଂ ଏବଂ କମ୍ୟୁନିକେସନ୍ ସ୍କିଲ୍ ଭଲ ରହିବ। ପ୍ରେଜେଣ୍ଟେସନ୍, ଭାଇବା ଏବଂ ଇଣ୍ଟରଭ୍ୟୁରେ କନଫିଡେନ୍ସ ବଢ଼ିବ। ସର୍ଟ କୋର୍ସ ଏବଂ ସ୍କିଲ୍ ଡେଭଲପମେଣ୍ଟ ପାଇଁ ଏ ହେଉଛି ସବୁଠାରୁ ଭଲ ସମୟ। ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ୟୁଟ୍ୟୁବ୍ କଣ୍ଟେଣ୍ଟ କ୍ରିଏସନ୍ ଯେଉଁମାନେ କରୁଛନ୍ତି ସେମାନେ ମଧ୍ୟ ଭଲ ଫଳ ପାଇବେ। ବିଦ୍ୟାର୍ଥୀମାନଙ୍କ ପାଇଁ କିଛି ସତର୍କତା ମଧ୍ୟ ଏ ମାସରେ ରହିଛି, କାରଣ ମିଥୁନ ରାଶି ହେଉଛି ବୁଦ୍ଧି ଏବଂ ଚଞ୍ଚଳତାର ରାଶି। ଏଠାରେ ଯେହେତୁ ଉଚ୍ଚଶିକ୍ଷାର ଅଧିପତି ବୃହସ୍ପତି ଅଛନ୍ତି, ମଝିରେ ମଝିରେ ପାଠପଢ଼ାରେ କନସେନ୍ଟ୍ରେସନ୍ ଲ୍ୟାକ୍ କରିବାର ସମ୍ଭାବନା ରହୁଛି। ସୋସିଆଲ ମିଡ଼ିଆରେ ଅଧିକ ସମୟ ମଧ୍ୟ ବିଦ୍ୟାର୍ଥୀମାନେ ନଷ୍ଟ କରିପାରନ୍ତି। ଗୋଟିଏ ସମୟରେ ଏକାଧିକ ସବଜେକ୍ଟ ପଢ଼ିବାର ମନୋବୃତ୍ତି କନଫ୍ୟୁଜନ୍ କ୍ରିଏଟ୍ କରିବ। ତେଣୁକରି ଏହି ମାସରେ ଟାଇମ୍ ଟେବୁଲ୍ ଡିସିପ୍ଲିନ୍ ଅତି ଆବଶ୍ୟକ। ଓଭରଅଲ୍ ଯଦି କହିବି, ପାଠପଢ଼ା ଏହି ମାସରେ ମଧ୍ୟମ ଠାରୁ ଭଲ ରହିବ। ଯେଉଁମାନେ ଲ, ଟିଚିଂ, ଜର୍ଣ୍ଣାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ୍, ଲାଙ୍ଗୁଏଜ୍ ରିଲେଟେଡ୍ ଷ୍ଟଡି, ଡିଜିଟାଲ ଫିଲ୍ଡ, ଆଇଟି, ଇଞ୍ଜିନିୟରିଂ, କମ୍ୟୁନିକେସନ୍ ରିଲେଟେଡ୍ ଷ୍ଟଡି କରୁଛନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ମେଡ଼ିକାଲ ଫିଲ୍ଡ, ରିସର୍ଚ୍ଚ, ସୋସିଓଲୋଜି, ଫରେନ୍ ଲାଙ୍ଗୁଏଜ୍ ଷ୍ଟଡି, ସ୍ପିରିଚୁଆଲ୍ ଷ୍ଟଡି, ଆଷ୍ଟ୍ରୋଲୋଜିରେ ମଧ୍ୟ ଷ୍ଟୁଡେଣ୍ଟସ୍ ମାନେ ଭଲ କରିବେ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଫାଇନାନ୍ସର ଭାବ, ସେଭିଙ୍ଗସର ଭାବ ଓ ପରିବାରର ଭାବକୁ ବୁଝାଏ। ଏହି ଦ୍ୱିତୀୟ ଭାବର ଅଧିପତି ହେଲେ ଶୁକ୍ର। ମେଷ ରାଶିରେ ଅର୍ଥାତ୍ ଲଗ୍ନରେ ଆପଣଙ୍କର ଅବସ୍ଥାନ କରିଛନ୍ତି। ଶୁକ୍ରଙ୍କର ଏହି ସ୍ଥିତି ଏପ୍ରିଲ ମାସରେ ଆର୍ଥିକ ଦୃଷ୍ଟିକୋଣରୁ ଶୁଭ ସଂକେତ ଦେଉଛି। ନିଜର ଚେଷ୍ଟା ଏବଂ ବ୍ୟକ୍ତିଗତ ପ୍ରତିଭା ଦ୍ୱାରା ଧନ ଆସିବ। ଆକର୍ଷଣୀୟ ବ୍ୟବହାର ଏବଂ କଥାବାର୍ତ୍ତା ଦ୍ୱାରା ଲୋକଙ୍କୁ ପ୍ରଭାବିତ କରି ଆର୍ଥିକ ଲାଭ ମିଳିପାରେ। ବିଶେଷ କରି ଯେଉଁମାନେ କଳା କ୍ଷେତ୍ରରେ ଅଛନ୍ତି ନିଜର ପ୍ରତିଭା ପ୍ରଦର୍ଶନ କରି ଅର୍ଥ ରୋଜଗାର କରିପାରନ୍ତି। ଯେଉଁ ମେଷ ରାଶିର ବ୍ୟକ୍ତିବିଶେଷମାନେ ଘରୋଇ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଫ୍ୟାମିଲିରୁ ସହଯୋଗ ମିଳିବ। ନୂଆ କ୍ଲାଏଣ୍ଟ ବୃଦ୍ଧି ହେବାର ଯୋଗ ଦେଖାଉଛି। ଶୁକ୍ର ହେଉଛନ୍ତି ଧନପତି, ଲକ୍ଜୁରୀ ପ୍ଲାନେଟ୍। ଲଗ୍ନରେ ଯେହେତୁ ରହୁଛନ୍ତି ଖର୍ଚ୍ଚ ତ ବଢ଼ିବ। ବିଶେଷ କରି ଲକ୍ଜୁରୀ ଜିନିଷ, ସୌଖିନ ଦ୍ରବ୍ୟ, ଡେକୋରେସନ୍ ଏସବୁଥିରେ ଅଧିକ ଖର୍ଚ୍ଚ ହେବାର ଦେଖାଉଛି। ଧନ ଆସିବ ନୋ ଡାଉଟ୍, କିନ୍ତୁ କଣ୍ଟ୍ରୋଲ ନ କରିଲେ ସେଭିଙ୍ଗସ୍ କମିପାରେ। ପରିବାରରେ କୌଣସି ଶୁଭ କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଛି। ସାଲାରୀ ଇନକ୍ରିମେଣ୍ଟ କିମ୍ବା ଏକ୍ସଟ୍ରା ଇନକମ୍ ଅଫ୍ ସୋର୍ସର ବାଟ ଫ୍ୟାମିଲିରେ ଫିଟିପାରେ। ଯେଉଁମାନେ କିଛି ନୂଆ ପ୍ରୋଜେକ୍ଟ ଷ୍ଟାର୍ଟ କରିବା ପାଇଁ ଚାହୁଁଛନ୍ତି ଏହି ଏପ୍ରିଲ ମାସ ଶୁଭ ରହିବ। କୌଣସି ମହିଳାଙ୍କର ସହଯୋଗ କିମ୍ବା ପତ୍ନୀଙ୍କ ଦ୍ୱାରା ଆର୍ଥିକ ସହଯୋଗ ଆପଣଙ୍କୁ ମିଳିପାରେ। ଓଭରଅଲ୍ ଯଦି କହିବି, ଏହି ଏପ୍ରିଲ ମାସ ମେଷ ରାଶି ପାଇଁ ଧନ ଦୃଷ୍ଟିରୁ ଶୁଭ ମାସ। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ପଞ୍ଚମ ଭାବ ଲଭ୍ର ଭାବ, ରୋମାନ୍ସର ଭାବ, ଆଟ୍ରାକ୍ସନ୍ର ଭାବ। ପଞ୍ଚମରେ ଅଛନ୍ତି କେତୁ ଏବଂ ପଞ୍ଚମାଧିପତି ରବି ଦ୍ୱାଦଶରେ ଅଛନ୍ତି ମୀନ ରାଶିରେ ଶନି ଏବଂ ମଙ୍ଗଳଙ୍କ ସହିତ। ପଞ୍ଚମ ଭାବରେ କେତୁ। କେତୁ ହେଉଛି ଡିଟାଚ୍ ପ୍ଲାନେଟ୍। ଭିତରୁ ଦୂରତା, ବିରକ୍ତ କରନ୍ତି। ହେଇପାରେ ଲଭ୍ ରିଲେସନ୍ରେ ହଠାତ୍ ମିସ୍ଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ୍ ହୋଇପାରେ। କେହି ପୁରୁଣା ପ୍ରେମକୁ ଛାଡ଼ି କ୍ୟାରିୟର ଉପରେ ଫୋକସ୍ କରିପାରନ୍ତି। ଏହି ସମୟରେ ଇମୋସନାଲ୍ କନଫ୍ୟୁଜନ୍ ବଢ଼ିବ। ଆଉ ଯେଉଁମାନେ ଅଲରେଡ଼ି ରିଲେସନ୍ରେ ଅଛନ୍ତି ସେମାନଙ୍କର କମ୍ୟୁନିକେସନ୍ ଗ୍ୟାପ୍ ହୋଇପାରେ। ପଞ୍ଚମାଧିପତି ରବି ଏପ୍ରିଲ 14 ପର୍ଯ୍ୟନ୍ତ ରହିବେ ମୀନ ରାଶିରେ ଦ୍ୱାଦଶରେ। ଦ୍ୱାଦଶ ଭାବ ହେଉଛି କ'ଣ? ବିଚ୍ଛେଦର ଭାବ, ସିକ୍ରେଟ୍ ରିଲେସନ୍ର ଭାବ, ଡିଷ୍ଟାନ୍ସକୁ ବୁଝାଏ।
तेणु लव्रे लंग डिस्टेंस रिलेशनशिप थिले टेंशन बढ़िबो। कहीं कहीं सिक्रेट लव रिलेशन रे इनवॉल्व हो पारती। रवि सहित मंगल थिबारु इगो क्लास चली पारे। छोट छोट कथार बड़ झगड़ा हो पारे। अहंकार जोगु उभयंक मध्य डिस्टेंस बढ़ी पारे। शनि मंगलंकर प्रभाव एठी हट आर्गुमेंट पर साइलेंस मोड हो पारे। मनरे ब्रेकअप भावना आसीपारे किंतु सेटा परमानेंट नुहे। यही मासरे जदि नुआ रिलेशन स्टार्ट हुए तेबे स्ट्रॉन्ग बॉन्डिंग रहिबनी। जदि भी आरंभ हुए अनस्टेबल हो पारे किंतु फिजिकल अट्रैक्शन रहिबो, इमोशनल बॉन्डिंग कमिबो। तेणु ब्रेकअप होबार चांस अधिक। किंतु एठी गोटे पॉजिटिव जिनस देखौछि कोन ना एप्रिल 14 पर पंचमाधिपति रवि उच्चस्थ रहिबे मेष राशि रे एवं प्रेमर कारक ग्रह शुक्रंग सहित। शुक्र मध्य लग्न रे अछंती। तेणु यही संजोग लव रिलेशन पई बहुत भल रिजल्ट दबो। लव मैटर रे कॉन्फिडेंस बढ़िबो। आपण निजे इनिशिएटिव नेबे। जो माने प्रपोजल देबाकू भाबुथिले टाइम फेवर करिवो। पूर्वरु थिबा मिसअंडरस्टैंडिंग क्लियर हेबार जोग रही। रवि एवं शुक्रंकर संजोग जेहेतु लग्न भाव में रहिबो, अट्रैक्शन एवं रोमांटिक एनर्जी बहुत स्ट्रांग रहिबो। रिलेशनशिप पब्लिक हेबार संभावना मध्य रही। लवर्स मानक पई आउटिंग, डेटिंग, गिफ्ट एक्सचेंज, इमोशनल बॉन्डिंग बढ़िबो। सेहीपरि जो माने सिंगल अछंती अटैचमेंट का सहित बढ़ी पारे, फ्रेंडशिप हो पारे। यही सब मासर सेकेंड हाफ अधिक देखा। मासर लास्ट 2 सप्ताह लव प्रपोजल आसेप्ट होबार जोग रही। फिजिकल अट्रैक्शन एवं इमोशनल क्लोजनेस बढ़िबो। अपोजिट पार्टनर आपणकर पर्सनालिटी रे अधिक इंप्रेस हेबे। सोशल मीडिया रे रिलेशनशिप हाईलाइट हेबार संभावना मध्य रही। सेहीपरि नेगेटिव साइड जदि कहबी तेबे एई मासरे इगो इश्यू, पॉजिटिवनेस बढ़ी पारे। जदि आपण काम रहिबे, रेस्पेक्ट मेंटेन करिवे, लास्ट वीक रे रिलेशनशिप नेक्स्ट लेवल को जीव। जो मेष राशि व्यक्तिंकर शुभ दशा अंतर्दशा चली कुंडली रे लव को नहीं कमिटमेंट, डिस्कशन, एंगेजमेंट डिस्कशन पे फैमिली इन्वॉल्वमेंट आरंभ हो पारे। एबे आलोचना करिबा विवाह और दाम्पत्य जीवन विषय रे। सप्तम भाव होची विवाहर भाव, जीवन साथी तथा दाम्पत्य जीवनर भाव। सप्तमाधिपति शुक्र अछंती लग्न रे अर्थात मेष राशि रे। दृष्टि देउछंती सप्तम भाव को, निज राशि तुला को, एवं बृहस्पति मध्य दृष्टि देउछंती सप्तम भाव को। जो माने विवाहित संपर्क रे मधुरता वृद्धि पाइबो। बृहस्पतिंकर शुभ दृष्टि थिबारु दाम्पत्य जीवन रे जो भूल बुझामणा थिला, रागरुषा अभिमान थिला, से ह्रास पाइबो। कौनसी कारणवशतः उभयक मध्य जदि दूरता थिला, एई एप्रिल मध्य भाग ठारू संपर्क रे सुधार आसिबो। घरोई काम, आर्थिक तथा मानसिक सहयोग जीवन साथी ठारू मिलिबो। किंतु मेष राशि स्वभाव होउची तीव्र एवं अधैर्य। अतिरिक्त राग को आपन को कंट्रोल करिया पड़िबो। अविवाहित लोक मानक पई विवाह प्रपोजल आसीपारे। बृहस्पतिंकर शुभ दृष्टि सप्तम भाव को थिबारु भल परिवार रो प्रपोजल आसीपारे। एई मासरे अनेक विवाह बंधन रे बांधी हेबे। जो माने लव रिलेशन ने थिले फैमिली रे सेमानक विषय रे आलोचना करा जाय पारे। एप्रिल मासर शेष 2 सप्ताह शुभ रही। बृहस्पति होउचंती धर्म, नीति, सम्मान, शुद्धतार कारक ग्रह। बृहस्पतिंकर दृष्टि जेहेतु सप्तम भाव तुला राशि को रहुची, समाज रे मान सम्मान बढ़िबो, दाम्पत्य जीवन रे स्थिरता आसिबो। एप्रिल 14 परे शुक्र सहित पंचमाधिपति रविंकर संजोग घटुଛି। एठारे पंचम और सप्तमर संजोग वैवाहिक जीवन रे एक शुभ जोग सृष्टि करुछि। एही जोग लग्न रे घटुथिबारु आपणक व्यक्तित्व उपरे प्रभाव पकाइबो। लव रिलेशन विवाह रे परिणत हो पारे। लव रिलेशन रे गभीरता बढ़िबो। जहाँ को भाभी विवाह करिया पई सेया को ही आपण मैरिज करिवे। एप्रिल 14 परे मैरिज कपल जो माने अछंती तांको मध्य रे अट्रैक्शन अधिक बढ़िबो। लाइफ पार्टनर को नहीं आपण गर्व करिवे, प्रशंसार पात्र हेबे। पंचमाधिपति रवि सप्तम पति युक्त थिबारु संतान संपर्कित शुभ समाचार मिलिबो। संतान लाभर जोग रही। ओवरऑल जदि कहबी एई एप्रिल मासरे मेष राशि पई 70 ରୁ 80% दाम्पत्य जीवन तथा विवाह रे शुभ फल मिलिबो। एबे आलोचना करिबा जॉब और प्रोफेशन विषय रे। दशम भाव कर्मर भाव, कर्माधिपति शनि अछंती द्वादश रे रवि मंगलंक सहित।
ଶନି ଦ୍ୱାଦଶରେ। ଫରେନ୍ ଲିଙ୍କ, ଏମ୍ଏନ୍ସି, ହସ୍ପିଟାଲ, ରିସର୍ଚ୍ଚ, ବ୍ୟାକ୍ଏଣ୍ଡ କାମ, ଆଇଟି, ଆଇସୋଲେସନ୍ କାମରେ ବେନିଫିଟ୍ ରହିଛି। କିନ୍ତୁ କାମରେ ଚାପ, ମାନସିକ ଚାପ ବଢ଼ିବ। ବସ୍ଙ୍କ ସହିତ ମିସ୍ଅଣ୍ଡରଷ୍ଟାଣ୍ଡିଂ ହେବାର ସମ୍ଭାବନା ଅଧିକ ରହିଛି। ଦ୍ୱାଦଶ ଭାବରେ କର୍ମାଧିପତି ଶନି ଯେହେତୁ ମଙ୍ଗଳ ରବିଙ୍କ ସହିତ ଅଛନ୍ତି, ଅଫିସ୍ ପଲିଟିକ୍ସ ବଢ଼ିପାରେ। ସିନିୟରଙ୍କ ସହିତ ଇଗୋ କ୍ଲାସ୍ ହୋଇପାରେ। ଇମ୍ପଲସିଭ୍ ଡିସିସନ୍ ନେଲେ ଚାକିରିରେ ଟ୍ରାନ୍ସଫର୍ ହୋଇପାରନ୍ତି। ଏହି ଏପ୍ରିଲ ମାସରେ ପେସେନ୍ସର ଆବଶ୍ୟକତା ରହିଛି। ପ୍ରାଇଭେଟ୍ ସେକ୍ଟରରେ ବେସିକାଲି ଯେଉଁମାନେ ଅଛନ୍ତି ୱାର୍କ ପ୍ରେସର ତ ବଢ଼ିବ। ଟାର୍ଗେଟ୍ ବେସ୍ଡ ଜବ୍ରେ ଷ୍ଟ୍ରେସ୍ ରହିବ। ଆଇଟି, ଟେକ୍ନିକାଲ, ଇଞ୍ଜିନିୟରିଂ, ସିକ୍ୟୁରିଟି ଲାଇନ୍ରେ ସୁଯୋଗ ଭଲ ରହିଛି। ଯେଉଁମାନେ ଫରେନ୍ କମ୍ପାନୀ କିମ୍ବା ଅନଲାଇନ୍ ପ୍ଲାଟଫର୍ମରେ କାମ କରୁଛନ୍ତି ଗ୍ରୋଥର ଚାନ୍ସ ଅଛି। ଗଭର୍ଣ୍ଣମେଣ୍ଟ ଜବ୍ ପ୍ରିପାରେସନ୍ କରୁଥିବା ଜାତକ ଜାତିକାମାନେ ମାସର ପ୍ରଥମ 15 ଦିନ ତାଙ୍କୁ କଷ୍ଟ କରିବାକୁ ପଡ଼ିବ। ଲାଷ୍ଟ 15 ଦିନରେ ପଜିଟିଭ୍ ଚେଞ୍ଜେସ୍ କିଛି ଆସିପାରେ। ଡିଫେନ୍ସ, ପୋଲିସ, ରେଲୱେ, ଟେକ୍ନିକାଲ ଫିଲ୍ଡରେ ଏହି ମାସରେ ଅଧିକ ସୁଯୋଗ ରହିଛି। ରିଟିନ୍ ଏକ୍ଜାମରେ କମ୍ପିଟିସନ୍ ବଢ଼ିବ। ଯେଉଁମାନେ ଜବ୍ ଛାଡ଼ିକି ନ୍ୟୁ ଜବ୍ ସର୍ଚ୍ଚରେ ଅଛନ୍ତି ବା ଫ୍ରେଶର ଅଛନ୍ତି, ଏହି ଏପ୍ରିଲ ମାସ ଫାର୍ଷ୍ଟ ହାଫ୍ରେ ଷ୍ଟ୍ରଗଲ୍ ରହିଛି। କିନ୍ତୁ ଏପ୍ରିଲ 14 ପରେ ରବି ମେଷ ରାଶିରେ ଯାଇ ଉଚ୍ଚସ୍ଥ ରହିଲେ ଇଣ୍ଟରଭ୍ୟୁ, କଲ୍ ଏସବୁ ଆସିପାରେ। ରେଫରେନ୍ସରେ ମଧ୍ୟ ଜବ୍ ମିଳିବାର ଚାନ୍ସ ଅଧିକ ରହିଛି। ଏପ୍ରିଲ 14 ପରେ ଗଭର୍ଣ୍ଣମେଣ୍ଟ ଜବ୍ ହେବାର ପସିବିଲିଟି ଅଧିକ। ଡାଇରେକ୍ଟ ଆପ୍ଲାଇ ଠାରୁ ନେଟୱାର୍କିଂ, ପ୍ରାଇଭେଟ୍ ସେକ୍ଟରରେ ଜବ୍ ପାଇବାର ଅଧିକ ସମ୍ଭାବନା ରହିଛି। ଏହି ମାସରେ ଆଇଟି, ସଫ୍ଟୱେୟାର, ଇଞ୍ଜିନିୟରିଂ ଫିଲ୍ଡରେ, ମେଡ଼ିକାଲ ଲାଇନ୍, ଫରେନ୍ କମ୍ପାନୀ, ସିକ୍ୟୁରିଟି ଫୋର୍ସ, ଡିଫେନ୍ସ, ଫ୍ରିଲାନ୍ସିଂ, ରିସର୍ଚ୍ଚ ଫିଲ୍ଡ, ଅନଲାଇନ୍ ୱାର୍କ, ଲାବୋରେଟୋରୀ ଏହିସବୁ କାମରେ ଅଧିକ ସୁଯୋଗ ରହିଛି। ଟ୍ରାଏ କରିଲେ ଜବ୍ ପାଇବାର ଚାନ୍ସ ଅଧିକ ରହିଛି। ଏବଂ ଯେଉଁମାନେ ଏହି ବିଭାଗରେ ଅଲରେଡ଼ି ଜବ୍ କରିଛନ୍ତି ସେମାନେ ଶୁଭଫଳ ପାଇବେ। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବ୍ୟବସାୟର ଭାବ, ପାର୍ଟନରସିପ୍ ବିଜନେସ୍ର ଭାବ। ସପ୍ତମାଧିପତି ଶୁକ୍ର ଲଗ୍ନରେ ମେଷ ରାଶିରେ ଅବସ୍ଥାନ କରିଛନ୍ତି। ସପ୍ତମକୁ ବୃହସ୍ପତିଙ୍କର ଦୃଷ୍ଟି ରହିଛି। ଲଗ୍ନରେ ଶୁକ୍ର ଯେହେତୁ ଅଛନ୍ତି, ଗ୍ରାହକ ଆକର୍ଷଣ ବଢ଼ିବ। ବୃହସ୍ପତିଙ୍କର ଦୃଷ୍ଟି ବଡ଼ ଡିଲ୍ ଏବଂ ବିଜନେସ୍ରେ ଏକ୍ସପାନ୍ସନ୍ ମଧ୍ୟ ଦେଖାଉଛି। ଏହି ଏପ୍ରିଲ ମାସରେ ବିଜନେସ୍ର ସ୍ଥିତି ଧୀରେ ଧୀରେ ଗ୍ରୋଥ୍ ମୋଡ଼କୁ ଯିବ। ଲାଷ୍ଟ 15 ଡେଜ୍ରେ ପ୍ରଫିଟ୍ ଅଧିକ ଦେଖିବେ। ପାର୍ଟନରଙ୍କର ସପୋର୍ଟ ମିଳିବ। ଯେଉଁମାନେ ପାର୍ଟନରସିପ୍ ବିଜନେସ୍ ଷ୍ଟାର୍ଟ କରିବା ପାଇଁ ଚାହୁଁଛନ୍ତି ଏପ୍ରିଲ 14 ପରେ ଷ୍ଟାର୍ଟ କରନ୍ତୁ। ଆଡ଼ଭାଇସ୍ ରହିବ କି ଏଗ୍ରିମେଣ୍ଟ ସ୍ପଷ୍ଟ ରଖନ୍ତୁ। ଲସ୍ ପ୍ରଫିଟ୍ ସେୟାର ଲିଖିତ ରଖନ୍ତୁ। କୌଣସି ଡିସିସନ୍ ଇମୋସନାଲି ନିଅନ୍ତୁନି। ପାର୍ଟନରସିପ୍ ବିଜନେସ୍ରେ ପ୍ରଫିଟ୍ ଯୋଗ ତ ରହିଛି, କିନ୍ତୁ ସମ୍ପର୍କ ମଧ୍ୟ ଠିକ୍ ରହିବା ଦରକାର। ଶୁକ୍ର ଓ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ସପ୍ତମ ଭାବକୁ ଥିବାରୁ ବିୟୁଟି, ଫ୍ୟାସନ୍, କସ୍ମେଟିକ୍ସ, କ୍ଲୋଦିଂସ୍, ଲକ୍ଜୁରୀ ଆଇଟମ୍, ଜୁଏଲାରୀ, ଅନଲାଇନ୍ ବିଜନେସ୍, ସୋସିଆଲ ମିଡ଼ିଆ ମାର୍କେଟିଂ, ଏଜୁକେସନ୍ ଫିଲ୍ଡ, ହୋମ୍ ଡେକୋରେଟର, ଫର୍ଣ୍ଣିଚର, କନସଲ୍ଟାନ୍ସି, ଇମ୍ପୋର୍ଟ ଏକ୍ସପୋର୍ଟ ଏହିସବୁ ବିଜନେସ୍ରେ ଲାଭ ଅଧିକ ରହିଛି। ବିଶେଷ କରି ଅନଲାଇନ୍ ଏବଂ କ୍ରିଏଟିଭ୍ ଫିଲ୍ଡରେ ଅନଏକ୍ସପେକ୍ଟେଡ୍ ପ୍ରଫିଟ୍ ମିଳିପାରେ। ସଂକ୍ଷେପରେ କହିବାକୁ ଗଲେ ଏହି ମାସରେ ବିଜନେସ୍ର ସ୍ଥିତି ଏପ୍ରିଲ 14 ପର୍ଯ୍ୟନ୍ତ ସ୍ଲୋ ଚାଲିବ। ଇନକମ୍ ଷ୍ଟେବୁଲ୍ ରହିବ, କିନ୍ତୁ ଏପ୍ରିଲ 14 ପରେ ପ୍ରଫିଟ୍ରେ ଗ୍ରୋଥ୍ ରହିଛି। ନ୍ୟୁ କ୍ଲାଏଣ୍ଟ ମିଳିବ ଏବଂ ସଡନ୍ ଅର୍ଡ଼ର ମଧ୍ୟ ଆସିବ। ଏହି ମାସ ହେଉଛି ମେଷ ରାଶି ପାଇଁ ବିଜନେସ୍ର ଏକ୍ସପାନ୍ସନ୍ର ମାସ। ମେଷ ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶିଆଧିପତି ହେଲେ ମଙ୍ଗଳ। ମଙ୍ଗଳଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓಂ କ୍ରାଂ କ୍ରିଂ କ୍ରୌଂ ସ ଭୌମାୟ ନମଃ। ଦୈନିକ 108 ଥର ଜପ କରନ୍ତୁ। ହନୁମାନ ଚାଳିଶାର ପାଠ କରନ୍ତୁ। ଆପଣଙ୍କର ରାଶିକୁ ଶନିଙ୍କର 7.5 ଯେହେତୁ ଚାଲିଛି, ଶନିଙ୍କ ଉଦ୍ଦେଶ୍ୟରେ ରାଶି ତେଲର ଦୀପଟିଏ ଦିଅନ୍ତୁ ଏବଂ ପ୍ରତ୍ୟେକ ସୋମବାର ଦିନ ଶିବ ଦର୍ଶନ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏପ୍ରିଲ ମାସର ଭାଗ୍ୟଫଳ ବିଷୟରେ ଆଲୋଚନା। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।